ଯାହାରେ ବି ସର୍ବଭୂତେଷୁ ଶକ୍ତି ରୂପଣ ସଂଚିତା ନମସ୍ତେ ନମ। ଆଜି ହଉଛି ସବୁ ମଣ୍ଡପରେ ଷଷ୍ଠୀ ପୂଜା। ମୋ ସମସ୍ତ ଓଡିଶାର ଭାଇ ଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। ମୁଁ ଆସି ପହଞ୍ଚି ଯାଇଛି, ମୋ ସହିତ ବିଜୟ ବାବୁ ଅଛନ୍ତି। ଆମେ ଦୁଇ ଜଣ ଆସି ପହଞ୍ଚି ଯାଇଛି ଆମ ନୟାପଲ୍ଲୀ ମଣ୍ଡପରେ। ଦେଖନ୍ତୁ ନୟାପଲ୍ଲୀ ମଣ୍ଡପ, ମୁଁ ଆପଣ ପ୍ରଥମ ମାନଙ୍କୁ ଦେଖାଉଛି ନୟାପଲ୍ଲୀ ମଣ୍ଡପ ଦେଖନ୍ତୁ। ଦେଖନ୍ତୁ ବହୁତ ସୁନ୍ଦର ହେଇଛି, କାରୁକାର୍ଯ୍ୟ ବହୁତ ଆମର ସାଉଥ ଇଣ୍ଡିଆନ ଷ୍ଟାଇଲ ର ସବୁ ଆମର ହେଇଛି। ଯୋଉ କଥକଲି ଯୋଉ ଡ୍ୟାନ୍ସ ହୁଏ ସେଇ ଟାଇପ ର ସବୁ ମୂର୍ତ୍ତି କରାଯାଇଛି, ପୁରା ବହୁତ ସୁନ୍ଦର ହେଇଛି। ଆଜି ଆଜି ଆମର ସବୁ ମଣ୍ଡପରେ ଆଜି ଆମର ଷଷ୍ଠୀ ପୂଜା ହଉଛି। ଷଷ୍ଠୀ ପୂଜା ଉପଲକ୍ଷେ ମୋ ତରଫରୁ ଆମ ବେହେରା ନ୍ୟୁଜ ଏକ୍ସପ୍ରେସ ତରଫରୁ ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନେକ ଶୁଭେଚ୍ଛା ଶୁଭକାମନା। ମା ଦୁର୍ଗା ସମସ୍ତଙ୍କ ମନବାଚ୍ଛା ପୂରଣ କରନ୍ତୁ। ବର୍ତ୍ତମାନ ମୁଁ ନୟାପଲ୍ଲୀ ମଣ୍ଡପ ଯୋଉ ଅଛି, ମୁଁ ତା ଭିତରକୁ ଆପଣ ଭିଜୁଆଲ ଦେଖେଇବି କେମିତି କଣ ହେଇଛି, ଦେଖି ଆସିକି କଣ ପୂଜାପୂଜି ହଉଛି ଆପଣ ମାନଙ୍କୁ ଦେଖେଇବି। ଟୋଟାଲ ଆଜି ଭୁବନେଶ୍ୱରରେ ଯେତିକି ମଣ୍ଡପ ଅଛି, ବଡ ବଡ ମଣ୍ଡପ ଅଛି, ଆମେ ବୁଲେଇକି ଦେଖେଇବୁ। ତାପରେ ଆମର ଯୋଉ ପଟିଆରେ ଗୋଟେ ଓଡିଶାର ସବୁଠାରୁ ବଡ ମାନେ ଦୁର୍ଗାଙ୍କ ମୂର୍ତ୍ତି ହେଇଛି, ଯାହାର ହାଇଟ୍ ହେଇଛି ମାନେ 62 ଫୁଟ। ସେଇ 62 ଫୁଟ ଦୁର୍ଗାଙ୍କ ମୂର୍ତ୍ତି ପାଖକୁ ଆପଣ ମାନଙ୍କୁ ନେଇକି ଭିଡିଓ କରି ଦେଖେଇବି। ସେ 62 ଫୁଟ ର ଯୋଉ ଦୁର୍ଗାଙ୍କ ମୂର୍ତ୍ତି କେମିତି କଣ ହେଇଛି ନିହାତି ମତେ ରଖିବେ। ସେ ଯିବା ତାପରେ ଦେଖିବା, ଆସନ୍ତୁ। ଏଇଟା ହଉଛି ଆମର ଏଣ୍ଟ୍ରି ଗେଟ୍। ଏଇଟା ମାଙ୍କର ଏଣ୍ଟ୍ରି ଗେଟ୍ ହେଇଛି। ବର୍ତ୍ତମାନ ଆମ ସେଠି ବର୍ତ୍ତମାନ ଚାଲୁଛି କାର୍ଯ୍ୟକ୍ରମ ଚାଲିଛି। ବର୍ତ୍ତମାନ ଆସନ୍ତୁ କିଛି ଲୋକ ଏଠି ତ ବର୍ତ୍ତମାନ ମାନେ ପୂଜା ପୂଜି ଭିତରେ ଆରମ୍ଭ ହେଇଗଲାଣି। ତଥାପି ଏଠି ଲୋକ ଭିଜୁଆଲ ଆପଣ ମାନଙ୍କୁ ଦେଖଉଛି, ଚାଲନ୍ତୁ ପ୍ରଥମ ଭିଜୁଆଲ ଭିତରେ ବହୁତ ସୁନ୍ଦର କାରୁକାର୍ଯ୍ୟ ହେଇଛି ଭିତରେ। ଏତେ ସୁନ୍ଦର ହେଇଛି ମାନେ ନ ଦେଖିଲେ ବିଶ୍ୱାସ କରିପାରିବେନି, ବହୁତ ସୁନ୍ଦର କାରୁକାର୍ଯ୍ୟ ଏଠି ହେଇଛି।